ଜଗନ୍ନାଥ ହର ଶମ୍ଭୁ। ଆଗକୁ ଆସିଛି ଦେବସ୍ନାନ ପୂର୍ଣ୍ଣିମା। ଆପଣ ନିଜ ଘରେ ସୁଖ ସମୃଦ୍ଧି ଯଦି ଚାହାନ୍ତି ଓ କିଛି ପ୍ରୋବ୍ଲେମ୍ ଅଛି ତା'ର ଦୂର କରିବାକୁ ଚାହାନ୍ତି, ଏହି ଦେବସ୍ନାନ ପୂର୍ଣ୍ଣିମା ଦିନ ଏହି ଉପାୟ କରନ୍ତୁ। ନିଶ୍ଚିତ ଭାବେ ଆପଣଙ୍କ ଘରେ ସୁଖ ସମୃଦ୍ଧି ଶାନ୍ତି ବୃଦ୍ଧି ହେବ। ଚାଲନ୍ତୁ ଜାଣିବା ସେହି ନିୟମ ଗୁଡ଼ାକ କ'ଣ। ଆମ ହିନ୍ଦୁ ଧର୍ମରେ ପୂର୍ଣ୍ଣିମାକୁ ଖୁବ୍ ଗୁରୁତ୍ୱ ଦିଆଯାଇଥାଏ। ଦେବସ୍ନାନ ପୂର୍ଣ୍ଣିମାକୁ ସ୍ନାନ ପୂର୍ଣ୍ଣିମା ମଧ୍ୟ କୁହାଯାଏ। ଆମ ଜଗନ୍ନାଥ ସଂସ୍କୃତିରେ ଏହି ଦିନର ଖୁବ୍ ମହତ୍ତ୍ୱ ରହିଛି। ଏହି ଦିନ ସ୍ନାନ ମଣ୍ଡପରେ କାଳିଆ ଠାକୁର, ତାଙ୍କ ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା, ସୁଦର୍ଶନ ମହାପ୍ରଭୁ ଓ ମଦନ ମୋହନ ମୂର୍ତ୍ତିଙ୍କ ସହିତ ଆବିର୍ଭାବ ହୋଇଥାନ୍ତି। ଏହି ଦିନ ମହାପ୍ରଭୁଙ୍କୁ ମହାସ୍ନାନ କରାଯାଇଥାଏ। ଏହି ଦିନଠାରୁ 15 ଦିନ ପର୍ଯ୍ୟନ୍ତ ମହାପ୍ରଭୁ ଜ୍ୱରରେ ପଡ଼ି ଅଣସର ଗୃହରେ ରହିଥାନ୍ତି। ମହାପ୍ରଭୁ ଜ୍ୱରରୁ ଆରୋଗ୍ୟ ଲାଭ କରିବା ପାଇଁ ଫୁଲୁରି ଫୁଲରେ ପ୍ରସ୍ତୁତ ବିଭିନ୍ନ ଲେପ ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ କରାଯାଇଥାଏ ଓ ମାଲିସ କରାଯାଇଥାଏ। ଜ୍ୱର ସମୟରେ ମହାପ୍ରଭୁ ଯେଉଁ ଘରେ ବିଶ୍ରାମ ନେଇଥାନ୍ତି ତାହାକୁ ଅଣସର ଘର କୁହାଯାଏ। ଏହାର ଠିକ୍ 15 ଦିନ ପରେ ରଥଯାତ୍ରା ଅନୁଷ୍ଠିତ ହୁଏ। ଏଇଟା ଗଲା ଦେବସ୍ନାନ ପୂର୍ଣ୍ଣିମାର ମହତ୍ତ୍ୱ। ଚାଲନ୍ତୁ ଆମେ କେଉଁ ଉପାୟ କଲେ ଦେବସ୍ନାନ ପୂର୍ଣ୍ଣିମାରେ ଆମକୁ ସୁଖ ସମୃଦ୍ଧି ଶାନ୍ତି ଓ ଧନ ଲାଭ ହୋଇଥାଏ ସେ ବିଷୟରେ ଜାଣିବା। ପ୍ରଥମ ହେଉଛି ସ୍ନାନ ପୂର୍ଣ୍ଣିମା ଦିନ ଆମେ ବିଷ୍ଣୁ ସହସ୍ରନାମ ଜପ କରିବା କିମ୍ବା ଶ୍ରବଣ କରିବା ଅଟେ। ଏହାଦ୍ୱାରା ଖୁବ୍ ଶୁଭ ହୋଇଥାଏ, ଆମର ପାପ କ୍ଷୟ ହୋଇଥାଏ ବୋଲି ବିଶ୍ୱାସ ଅଛି। ଏହାଦ୍ୱାରା ଗୃହରୁ ଦରିଦ୍ରତା ନାଶ ହୋଇଥାଏ ଓ ବାତାବରଣରେ ଶୁଦ୍ଧତା ଆସିଥାଏ। ସେକେଣ୍ଡ ହେଉଛି, ଆପଣ ଯଦି ଏହି ଦିନ ନିଜର ସମୃଦ୍ଧି ପାଇଁ ବଜରଙ୍ଗବାଲୀଙ୍କ ନିକଟରେ ସୁନ୍ଦରକାଣ୍ଡ ପାଠ କରିବେ ତେବେ ଜୀବନର ସମସ୍ତ ସମସ୍ୟା ଠାରୁ ଦୂରେଇ ରହିବେ। ଏହାଛଡ଼ା ମହାବୀରଙ୍କ ନିକଟରେ ଗୋଟେ ନଡ଼ିଆ ଅର୍ପଣ କରିବେ, କଲେ ଆପଣଙ୍କ ଘରେ ସୁଖ ସମୃଦ୍ଧି ହୋଇଯିବ। ତାପରେ ତୃତୀୟ ଉପାୟ ହେଲା, ସ୍ନାନ ପୂର୍ଣ୍ଣିମା ଦିନ ବାଟରେ ଯାଉଥିବା ବାଟୋଇଙ୍କୁ ଜଳଦାନ ଓ ଅନ୍ନଦାନର ଖୁବ୍ ମହତ୍ତ୍ୱ ଅଛି। ଏପରି କରିବା ଦ୍ୱାରା ଘରେ କଳହ ଓ ଦାରିଦ୍ର୍ୟତା ଓ ଦୁଃଖ କଷ୍ଟ ଦୂର ହୋଇଥାଏ। ବିଶେଷ ଭାବରେ ଏହି ଦିନ ମହାଦେବଙ୍କ ନିକଟରେ ଜଳ ଲାଗି କରି ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ଦ୍ୱାରା ଜୀବନରେ ଶତ୍ରୁ ଭୟ ଦୂର ହୋଇଥାଏ ଓ ଦୁଃଖ ନାଶ ହୋଇଥାଏ। ସ୍ନାନ ପୂର୍ଣ୍ଣିମା ଦିନ ମହାଦେବଙ୍କ କୃପା ଲାଭ କରିବା ପାଇଁ ଶିବ ମନ୍ଦିରରେ ଘୃତ ଅର୍ପଣ କରିବେ। ତାପରେ ଆଉ ଗୋଟେ ହେଲା, ଏହି ଦିନ ଶ୍ରୀ ବିଷ୍ଣୁଙ୍କୁ ଜଳାଭିଷେକ କରାଇବା ଦ୍ୱାରା ଘରର ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ଓ ବିଷ୍ଣୁଙ୍କ କୃପାରୁ ସନ୍ତାନମାନଙ୍କର ଉନ୍ନତି ହୋଇଥାଏ। ଆପଣ ଏହି ସବୁ ଉପାୟ ନ କଲେ ମଧ୍ୟ ଯଦି କରିପାରିବେନି, ଠାକୁରଙ୍କର ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରିବେ ଓ ଶ୍ରୀ ବିଷ୍ଣୁ ସହସ୍ରନାମ ପାଠ କରିବେ ଓ ବାଟୋଇମାନଙ୍କୁ ଜଳ ଓ ଅନ୍ନଦାନ ଯଦି ଯେତିକି ଆପଣ ସାଧ୍ୟ ମତେ ଯେତିକି କରିବେ, ବାଟୋଇ ନହେଲେ ଘରେ କିଏ ଭିକାରୀ ଆସିଥିବେ ଆପଣ ସେତିକି କରିବେ, ନିଶ୍ଚିତ ଭାବରେ ଆପଣଙ୍କର ଦୁଃଖ ଦୂର ହେବ। ଗୋଟେ କଥା ହେଲା, ଏହା ଶାସ୍ତ୍ର ସମ୍ମତ ଅଛି। ଶାସ୍ତ୍ର ଅନୁଯାୟୀ ପୂର୍ଣ୍ଣିମା ହେଉଛି ସ୍ୱତନ୍ତ୍ର ଦିନ। କୌଣସି ବି ପୂର୍ଣ୍ଣିମା ଦିନ ଏହି କାମ କଲେ ଚଳିବ। ସାଧାରଣତଃ ଗାଁ ମାନଙ୍କରେ ବରଗଛକୁ ପୂଜା କରାଯାଇଥାଏ। ଶାସ୍ତ୍ର ଅନୁଯାୟୀ ବରଗଛକୁ ତ୍ରିଦେବ ଯଥା ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କ ସ୍ୱରୂପ ଭାବେ ମନାଯାଏ। ବରଗଛକୁ ପୂଜା କରିବା ଦ୍ୱାରା ତ୍ରିଦେବ ସନ୍ତୁଷ୍ଟ ହୋଇଥାନ୍ତି ଓ ସୁଖ ସମୃଦ୍ଧି ମିଳିଥାଏ। ଏହି ଦିନ ବରଗଛକୁ ପୂଜା କରିବା ଦ୍ୱାରା ସ୍ୱାମୀର ଆୟୁଷ ବୃଦ୍ଧି ଓ ଉତ୍ତମ ସନ୍ତାନ ପ୍ରାପ୍ତି ହୋଇଥାଏ। ସମସ୍ତ କାମରେ ସଫଳ ମିଳିଥାଏ, ମନସ୍କାମନା ପୂର୍ଣ୍ଣ ହୋଇଥାଏ। ବରଗଛକୁ ପୂଜା କରିବା ସହିତ ଆମେ କ'ଣ ପାଠ କରିବା? ଓମ୍ ନମଃ ଭଗବତେ ବାସୁଦେବାୟ, ଓମ୍ ନମଃ ଭଗବତେ ବାସୁଦେବାୟ, ଓମ୍ ନମଃ ଭଗବତେ ବାସୁଦେବାୟ। ଏହି ମନ୍ତ୍ରକୁ 3 ଥର ଜପ କରିବେ। ତାପରେ ବରଗଛରେ ଜଳ ଚଢ଼ାଇବା ଓ ବରଗଛର ଚତୁଃପାର୍ଶ୍ୱରେ 7 ଥର ପରିକ୍ରମା କରିବେ। ଦେଖିବେ ଆପଣମାନଙ୍କର ମନସ୍କାମନା ନିଶ୍ଚିତ ଭାବରେ ପୂର୍ଣ୍ଣ ହୋଇଯିବ। ଏହି ଯେତୋଟି ଅଛି ସେଇ ଭିତରୁ ଆପଣ କୌଣସି ବି ଗୋଟିଏ 2ଟା, ଆଉ ମେନ୍ ହେଲା ଆପଣ କିଛି ଗରିବ ଲୋକଙ୍କ ଖାଦ୍ୟ ଆଉ ବସ୍ତ୍ର ଯଦି କିଛି ଦାନ କରିପାରିବେ, ନହେଲେ ପାନୀୟ ଦାନ କରିବେ, ଆମର ସାଧ୍ୟ ମତେ ଯାହା ବି ହେଉଛି ହଉ, କିଛି ବି ଗୋଟେ ଜିନିଷ କଲେ ନିଶ୍ଚିତ ଭାବରେ ସଫଳ ମିଳିବ। ଜୟ ଜଗନ୍ନାଥ। ଏହା ହେଉଛି ଆମ, ଦେଖନ୍ତୁ ଏ ଉପାୟ ଯଦି ଆପଣ କରିବେ ନିଶ୍ଚିତ ଭାବରେ ସୁଖ ସମୃଦ୍ଧି ପ୍ରାପ୍ତି ହେବ। ଆପଣ ଯଦି ମୋର ଏହି ଉପାୟଟି ଭଲ ଲାଗିଲା ନିଶ୍ଚିତ ଭାବରେ ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦେବେ। କମେଣ୍ଟରେ ଜୟ ଜଗନ୍ନାଥ କହିଦେବେ। ଭଗବାନ ସମସ୍ତଙ୍କର ଦୁଃଖ ଦୂର କରନ୍ତୁ। ଜୟ ମା ମଙ୍ଗଳା। ଜୟ ଜଗନ୍ନାଥ। ହର ହର ଶମ୍ଭୁ।